ବୃହସ୍ପତି ମହାଗ୍ରହ ସିଂହ ରାଶିର ପଞ୍ଚମ ସ୍ଥାନ ନିଜ ଘର ଧନୁ ରାଶିକୁ ଦୃଷ୍ଟି ଦେଲେ ସିଂହ ରାଶି ବ୍ୟକ୍ତି ସମାଜରେ ସମ୍ମାନିତ ହେବେ। ନାମ ଓ ଯଶ ବଢ଼ିବ। ଆର୍ଥିକ ଲାଭ ସହିତ ଅର୍ଥ ସଞ୍ଚୟରେ ମନୋନିବେଶ କରିବେ। ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଚଳିତ 2025 ମସିହା ମଇ ମାସରେ ଦ୍ୱାଦଶ ରାଶିଚକ୍ରର 12ଟି ଯାକ ରାଶିର ରାଶିଫଳ ଜାଣିବାକୁ ଯିବା ଅବସରରେ ଆମେ ଜାଣିବା ଏହି ସମୟରେ ଦ୍ୱାଦଶ ରାଶିଚକ୍ରରେ ପରିଭ୍ରମଣ କରୁଥିବା 9 ଗୋଟି ମହାଗ୍ରହଙ୍କ ମଧ୍ୟରୁ 4 ଗୋଟି ମହାଗ୍ରହ ରାଶି ପରିବର୍ତ୍ତନ କରୁଛନ୍ତି। ଗତ ମାର୍ଚ୍ଚ ମାସ 29 ତାରିଖ ଶନିବାର ଶନି ଅମାବାସ୍ୟା ଦିନ ଶନି ମହାଗ୍ରହ ଗୋଚରରେ କୁମ୍ଭ ରାଶି ନିଜ ରାଶି କୁମ୍ଭ ରାଶିରୁ ବାହାରି ମୀନ ରାଶିରେ ପ୍ରବେଶ କରିଛନ୍ତି ଏବଂ ଆସନ୍ତା ମେ ମାସ 14 ତାରିଖ ବୁଧବାର ଦିନ ବୃହସ୍ପତି ମହାଗ୍ରହ ଗୋଚରରେ ବୃଷ ରାଶିରୁ ବାହାରି ମିଥୁନ ରାଶିରେ ପ୍ରବେଶ କରିବେ ଏବଂ ଠିକ୍ ତାର 4 ଦିନ ପରେ ମଇ ମାସ 18 ତାରିଖ ଦିନ ରାହୁ ଏବଂ କେତୁ ମହାଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି 4 ଗୋଟି ବଡ଼ ମହାଗ୍ରହଙ୍କର ରାଶି ପରିବର୍ତ୍ତନରେ ସମଗ୍ର ଦ୍ୱାଦଶ ରାଶିଚକ୍ର ଗଭୀର ଭାବରେ ପ୍ରଭାବିତ ହୋଇଥାଏ। ଆଗକୁ ଜାଣିବା ଏହି ମଇ ମାସ ପାଇଁ ରାଶିଚକ୍ରର 12ଟି ଯାକ ରାଶି ଉପରେ ଏମାନଙ୍କର ଏହି ରାଶି ପରିବର୍ତ୍ତନର କ'ଣ ପ୍ରଭାବ ରହୁଛି। ଆଜିର କ୍ରମରେ ଜାଣିବା ସିଂହ ରାଶି ସମ୍ପର୍କରେ। ସିଂହ ରାଶି ଦ୍ୱାଦଶ ରାଶିଚକ୍ରର ପଞ୍ଚମ ରାଶି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଭଗବାନ ସୂର୍ଯ୍ୟଦେବ ସିଂହ ରାଶିର ଅଧିପତି। ଚଳିତ 2025 ମସିହା ମଇ ମାସର 14 ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ ନିଜର ଉଚ୍ଚ ରାଶି ମେଷ ରାଶିରେ ନବମ ଭାବ ଭାଗ୍ୟ ଭାବରେ ଅବସ୍ଥାନ କରିବେ। ରାଶି ଅଧିପତି ସୂର୍ଯ୍ୟ ଭାଗ୍ୟ ଭାବରେ ଅବସ୍ଥାନ କରିଥିବାରୁ ସିଂହ ରାଶି ବ୍ୟକ୍ତି ଏହି ସମୟରେ ଭାଗ୍ୟବାନ ବୋଲି ସାବ୍ୟସ୍ତ ହେବେ। ରୋଗରୁ ଆରୋଗ୍ୟ ପ୍ରଦାନକାରୀ ଗ୍ରହ ସିଂହ ରାଶି ଅଧିପତି ସୂର୍ଯ୍ୟ ନବମ ଉଚ୍ଚ ସ୍ଥାନରେ ରହି ସିଂହ ରାଶି ବ୍ୟକ୍ତିଙ୍କୁ ନିରୋଗତା ପ୍ରଦାନ କରିବେ। ରୋଗରେ ପଡ଼ିଥିଲେ ଆରୋଗ୍ୟ ଲାଭ କରାଇବେ। ନୂଆ କରି କୌଣସି ରୋଗ ହେବାକୁ ଦେବେ ନାହିଁ। ଅନ୍ୟ ଅର୍ଥରେ ଶରୀରର ଇମ୍ୟୁନିଟି ସିଷ୍ଟମ୍ ବା ରୋଗ ବିରୁଦ୍ଧରେ ଶରୀରରେ ଥିବା ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ ରଖିବେ। ମଇ ମାସର ଦ୍ୱିତୀୟ ପକ୍ଷରେ ସୂର୍ଯ୍ୟ ସିଂହ ରାଶିର ଦଶମ ବା କର୍ମସ୍ଥାନରେ ଅବସ୍ଥାନ କଲେ ଦିଗ୍ବଳ ପ୍ରାପ୍ତ ହେବେ। କର୍ମକ୍ଷେତ୍ରରେ ପୂର୍ବରୁ କଠିନ ଭଳି ମନେ ହେଉଥିବା କାମ ସହଜରେ ସମ୍ପନ୍ନ ହୋଇଯିବ। କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗର ହାତ ବଢ଼ାଇବେ। ନେତୃତ୍ୱ ନେବାର ସୁଯୋଗ ଆସିବ। ସମ୍ମାନିତ ହେବେ। ଦଶମ ଭାବସ୍ଥ ସୂର୍ଯ୍ୟ ଚାକିରିରେ ପ୍ରମୋସନ୍ ଦେବ। ସରକାରୀ ଚାକିରି କରୁଥିଲେ ଆଡମିନିଷ୍ଟ୍ରେଟିଭ ଗୁଣ ପ୍ରକାଶ ପାଇବ। ଜଣେ ସଫଳ ଆଡମିନିଷ୍ଟ୍ରେଟର ବା ଶାସନକର୍ତ୍ତା ହୋଇପାରିବେ। ସମସ୍ତଙ୍କୁ ସମାନ ନ୍ୟାୟ ଦେବାରେ ଅବହେଳା କରିବେ ନାହିଁ। ମଇ ମାସର ପ୍ରଥମାର୍ଦ୍ଧରେ ବୃହସ୍ପତି ମହାଗ୍ରହ ସିଂହ ରାଶିର ଦଶମ ସ୍ଥାନରେ ଅବସ୍ଥାନ କରି ଦ୍ୱିତୀୟ ଧନସ୍ଥାନ ଉପରେ ଦୃଷ୍ଟି ଦେଉଥିବାରୁ ଧନଲାଭର ଆଶା ଦେଖାଇବେ। କିନ୍ତୁ ସିଂହ ରାଶିର ଧନଭାବର ଅଧିପତି ବୁଧ ମହାଗ୍ରହ ଅଷ୍ଟମ ମୀନ ରାଶିରେ ରହିଥିବାରୁ ଧନଲାଭର ଆଶା ମଉଳି ଯାଇପାରେ। ମଇ ମାସ 23 ତାରିଖରେ ଧନ ଓ ଲାଭ ଭାବର ଅଧିପତି ବୁଧ ସିଂହ ରାଶିର ଦଶମ ଭାବ ବୃଷ ରାଶିରେ ଅବସ୍ଥାନ କଲେ ମଇ ମାସର ଶେଷ ସପ୍ତାହ ସିଂହ ରାଶିର ବ୍ୟକ୍ତି ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରୁ ଆକସ୍ମିକ ଭାବରେ
ପ୍ରବଳ ଧନ ଉପାର୍ଜନ କରିବେ। ପୂର୍ବରୁ ବିଭିନ୍ନ ଆର୍ଥିକ କ୍ଷେତ୍ରରେ କରିଥିବା ପୁଞ୍ଜି ବିନିଯୋଗ ସେହି ସବୁ କ୍ଷେତ୍ରରୁ ବଡ଼ ଧରଣର ଆର୍ଥିକ ଲାଭ କରାଇବ। ମାସର ଏହି ଶେଷ ସପ୍ତାହଟି ଅର୍ଥ ନିବେଶ ବା ଅର୍ଥ ସଞ୍ଚୟ କରିବା ପାଇଁ ପ୍ରକୃତ ସମୟ ହେବ। ମଇ ମାସର ପ୍ରଥମାର୍ଦ୍ଧରେ ବୃହସ୍ପତି ମହାଗ୍ରହ ସିଂହ ରାଶିର ଚତୁର୍ଥ ଭାବକୁ ଦୃଷ୍ଟି ଦେଲେ ମାତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ଘରକୁ ସର୍ବଦା ବନ୍ଧୁବାନ୍ଧବଙ୍କ ଯିବା ଆସିବା ଲାଗି ରହିବ। ଗୃହରେ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ଯୋଜନା ତିଆରି ହେବ। ଜାଗା ବାଡ଼ି କିଣିପାରନ୍ତି କିମ୍ବା ଗୃହ ନିର୍ମାଣ ମଧ୍ୟ ହୋଇପାରେ। ତା ସହିତ ଯାନବାହନ ମଧ୍ୟ କିଣିବା ପାଇଁ ସମୟ ଅନୁକୂଳ ରହିଛି। ଯାତ୍ରା କରିବାର ଯୋଗ ରହୁଅଛି। ମାସର ଦ୍ୱିତୀୟାର୍ଦ୍ଧରେ ବୃହସ୍ପତି ମହାଗ୍ରହ ସିଂହ ରାଶିର ଏକାଦଶ ବା ଲାଭ ସ୍ଥାନରେ ଅବସ୍ଥାନ କଲେ ସମସ୍ତ ପ୍ରକାର ଶୁଭ ଫଳ ପ୍ରଦାନ କରିବେ। ବୃହସ୍ପତି ମହାଗ୍ରହ ସିଂହ ରାଶିର ପଞ୍ଚମ ସ୍ଥାନ ନିଜ ଘର ଧନୁ ରାଶିକୁ ଦୃଷ୍ଟି ଦେଲେ ସିଂହ ରାଶି ବ୍ୟକ୍ତି ସମାଜରେ ସମ୍ମାନିତ ହେବେ। ନାମ ଓ ଯଶ ବଢ଼ିବ। ବ୍ରାହ୍ମଣ ଓ ଦେବତା ପ୍ରିୟ ହେବେ। ଆର୍ଥିକ ଲାଭ ସହିତ ଅର୍ଥ ସଞ୍ଚୟରେ ମନୋନିବେଶ କରିବେ। ପୁତ୍ର ସନ୍ତାନ ଜନ୍ମ ହେବାର ସମ୍ଭାବନା ରହିଛି। ସିଂହ ରାଶିର ବ୍ୟକ୍ତି ଲଭ୍ ଲାଇଫରେ ଥିଲେ ପ୍ରେମ ଭାବର ପରାକାଷ୍ଠା ପ୍ରଦର୍ଶନ କରିବେ। ପାରସ୍ପରିକ ସମ୍ପର୍କ ନିବିଡ଼ରୁ ନିବିଡ଼ତର ହେବ। ପ୍ରେମ ସମ୍ପର୍କକୁ ପରିଣୟ ସୂତ୍ରରେ ପରିଣତ କରିବା ପାଇଁ ଉଭୟ ପୁଅ ଓ ଝିଅ ଦୃଢ଼ ନିଷ୍ପତ୍ତି ନେବେ। ଅବିବାହିତ ଥିବା ପୁଅ ଓ ଝିଅଙ୍କ ପାଇଁ ବିବାହ ପ୍ରସ୍ତାବ ଆସି ବିବାହ ତାରିଖ ଠିକ୍ ହୋଇଯିବାର ପ୍ରବଳ ସମ୍ଭାବନା ରହିଛି। ସନ୍ତାନମାନେ ଆଜ୍ଞାଧୀନ ରହିବେ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବେ। ଉଚ୍ଚ ଶିକ୍ଷାକାରକ ଗ୍ରହ ବୃହସ୍ପତି ସିଂହ ରାଶିର ପଞ୍ଚମ ଭାବ ନିଜ ଘର ଧନୁରାଶି ଉପରେ ଦୃଷ୍ଟି ପ୍ରଦାନ କରୁଥିବାରୁ ଉଚ୍ଚଶିକ୍ଷା ଆଶାୟୀ ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ହାସଲ ପାଇଁ ଆଗକୁ ଆରାମସେ ବଢ଼ିପାରିବେ। ମଇ ମାସରେ ସିଂହ ରାଶିର ବ୍ୟକ୍ତି ସ୍ୱାସ୍ଥ୍ୟ ଦୃଷ୍ଟିରୁ ଉତ୍ତମ ଫଳ ପ୍ରାପ୍ତ କରିବେ। ରାଶି ଅଧିପତି ସୂର୍ଯ୍ୟ ଆରୋଗ୍ୟ ପ୍ରଦାନକାରୀ ଗ୍ରହ ହୋଇଥିବାରୁ କୌଣସି ନୂତନ ରୋଗ ହେବାକୁ ଦେବେ ନାହିଁ। ପୁଣି ମାସର ଦ୍ୱିତୀୟାର୍ଦ୍ଧରେ ସିଂହ ରାଶିର ଦଶମ ଭାବ ମିଥୁନ ରାଶିରେ ଅବସ୍ଥାନ କଲେ ପୂର୍ବରୁ ଭୋଗୁଥିବା ରୋଗରୁ ଆରୋଗ୍ୟ ପ୍ରଦାନ କରାଇବେ। କିନ୍ତୁ ମାସର ପ୍ରଥମାର୍ଦ୍ଧରେ ସିଂହ ରାଶିର ଅଷ୍ଟମ ଭାବରେ ଅବସ୍ଥିତ ଶନି ଓ ରାହୁ ସ୍ୱାସ୍ଥ୍ୟ କ୍ଷେତ୍ରରେ କିଛିଟା ବଦମାସି କରିବା ପାଇଁ ଚେଷ୍ଟା କରିପାରନ୍ତି। ଏ ତ ଗଲା ମୋଟାମୋଟି ଭାବରେ ସିଂହ ରାଶି ପାଇଁ ମଇ ମାସର ମାସିକ ରାଶିଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭଫଳ ପାଇବା ନିମନ୍ତେ ପ୍ରତ୍ୟହ ପ୍ରାତଃସ୍ନାନ ପରେ ଭଗବାନ ସୂର୍ଯ୍ୟନାରାୟଣଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ। ପ୍ରତ୍ୟହ ଆଦିତ୍ୟ ହୃଦୟ ସ୍ତୋତ୍ର ପଠନରେ ବହୁତ କିଛି ସମସ୍ୟାର ସମାଧାନ ହୋଇଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।